ତ ବର ଆଉ ମୁଁ କଣ କହୁଛି ଫେରିବୁନି ତୁ କହିଥିଲୁ ପୁରୀ ଯାଉଛୁ ମୋ ପାଇଁ ଗୋଟେ ଗିଫ୍ଟ ଆଣିବୁ କହିଥିଲି ଆଣିଛି ଆଣିଛୁ ଆଖି ବନ୍ଦ କରି ହାତ ମେଲା କର ଆଖି ବନ୍ଦ କରି ଦବୁନି ହାତ ମେଲା କର ହଉ ହେଲା ମୁଁ ଆଖି ବନ୍ଦ କରିଛି ହାତ ମେଲେଇଛି ଦେ ଏ ତ ମନ ଖୁସି ହେଇଯିବ ଗିଫ୍ଟ ଦେଖିଲେ କଣ ଆଜି ମନ ଖୁସି ହେଇଯିବ ଆଉ ମୁହଁକୁ ନାଚ ନାହିଁ ଯୋଗୁଡିକା ଏଇ ଯୋଉ ଗରମ ପଡିଛି ଏଇ ଗରମ ବି ରହିବେ କି ଗରମ କି ଥଣ୍ଡା ଆକୁ ପିନ୍ଧିଲେ ଠିକ ରହିବ ତ ବଡିର ଥଣ୍ଡା ତୁ କହିଥିଲୁ ପୁରୀ ଯାଉଛୁ ମୋ ପାଇଁ ଗୋଟେ ଗିଫ୍ଟ ଆଣିବ ଏମିତି ଗିଫ୍ଟ ଆଣିବ ଯେମିତି ମୋ ହୃଦୟକୁ ଛୁଇଁବ କଣ ଗିଫ୍ଟ ନେବି ମୋ ଭାଇକିନା ହୃଦୟକୁ ଛୁଇଁବ ସାରା ଖୋଜିଲି ଆଉ ଖୋଜି ପୁରୀ ସହର ସାରା ସାରା ଦେଖିଲା ବେଳକୁ ଗୋଟେ ଦୋକାନ ଟଙ୍କା ଆଇଲି ସାରା ଏଇଟାକୁ ନେଇକି ମୋ ଭାଇକିନା ହୃଦୟକୁ 110% ଛୁଇଁବ ବୋଲେ ଭାଇ ସେ ଯୋଉଟା ଦେଲ ସାଇଜି ମୋ ଭାଇକିନାର ହୃଦୟ ସବୁଠୁ ବଡ ଏରିଆରେ ତେଣୁ ସିଏ ଗୋଟେ ଦେଇଛି କଣ ଦେବି କଣ ଦେଇଛି ମାପ କି ପାଇଗଲ ପାର ଆଉ କୋଉଠି ମାପ ଦେଇନୁ ମଦା ସାରା ପେଟ ଦେଇକି ମଦା ମତେ ମୁଁ ବହୁତ ମନା କରୁଛି ମଦ ପିଇନି ମତେ ମିଶାଇବି ମଦ ପିଇଛି ମୋ ପାଟି ହାଣ୍ଡିଆ ବଜାର ମାଇକିନି ତୁ କେମିତି ଜାଣିଲ ହାଣ୍ଡିଆ ରସିର ଗନ୍ଧ କେମିତିଆ ତାମାନେ ତୁ ସହ ମତେ ବାହା ପୂର୍ବରୁ ମୟୂରଭଞ୍ଜ କିମ୍ବା କେଉଁଝରରେ ବାହା ହେଇଥିଲୁ ଶଳା ସେପଟେ ହାଣ୍ଡିଆ ରସି ବେଶୀ ମିଳେ ଶଳା ଠାକୁର ମୁଣ୍ଡରେ ଠାଇଁ ବସିଥିଲୁ ତୁ ଶଳା ଠାଇଁ ବସିଥିଲୁ ସେକେଣ୍ଡ ଠାଇଁ ଶଳା ବେଶୀ କଥାବାର୍ତ୍ତା କରୁଛୁ ତୁ କେମିତି ଜାଣିଲୁ ଶଳା ହାଣ୍ଡିଆ ରସି ମୁଁ ମନା କରୁଛି ମଦ ପିଇ ମିଶାଇନି ଶଳା ପ୍ରେସର ଦେଇ କହୁଛୁ ଶଳା ନା ନା ସମସ୍ତଙ୍କୁ ଯଦି ମୁଁ ମୁତିଲି ସେଥିରୁ କଣ ଅଛି ତୁ ଯୋଉଠି ମୁତୁଛୁ ସେଠି ନା ବାଥରୁମରେ ମୁତିଲି ମତେ ଡାକ୍ତର କହିଥିଲା ଶୋଇବୁ ଉଠିବୁ ମୁତିବୁ ପିଇବୁ ଶୋଇବୁ ମୁତିବୁ ଶୋଇବୁ ମୁଟିବୁ ଉଠିବୁ ଉଠିବୁ ମୁତିବୁ ପିଇବୁ ଶୋଇବୁ ମୁତିବୁ ଉଠିବୁ କହିଥିଲା ତେଣୁ ମୁଁ କହିଲି ଶଳା ମୁତି ସାରିଲା ପରେ ପିଇବା କଥା ଡାକ୍ତର ମୁଁ ଫିଲ୍ଡଟା ଖୋଜିଲା ପଚାଶ ଟଙ୍କା ଦୁଧ ପିଇଲା ସେଟା ମୁତରେ ଢିପି ନେଲା ପିଇଲା ପେଣ୍ଡାଳି ହେଇଗଲା ମୁଁ କଣ ଜାଣିଲି ବାଥରୁମ ଡୋର ଗୋଟା ଫ୍ରିଜ ଡୋର ଗୋଟା ମତେ ଶଳା ମିଛରେ ବଦନାମ କରୁଛୁ ମିଛରେ ବଦନାମ କରୁଛୁ ଲୁଙ୍ଗି ବଦଳେ ମୋ ଛାୟା ପିଇଛୁ ଶୋଇଲା ବେଳେ ମ୍ୟାଚିଂ କରିକି ଶୋଇବ ମୁଁ ଜାଣିପାରିନି ପିନ୍ଧିକି ଆଉ ଏଇଟା କଣ ଫାଇନାଲ ମୋ ସାୟା ନା ତରଙ୍ଗୀ ମଝିରେ ବା ତ ସାୟା ନେଇଯାଇଥିଲା ବୁଲା କୁକୁର ଯାହା ହଉ ତୋ ବାପ ଗୋଟେ କୁକୁରକୁ ଚଏସ୍ କରିଛି ସେଥିପାଇଁ ତୋ ବାପକୁ ମୁଁ ଧନ୍ୟବାଦ ଦେବି ରହିପାରୁନି କାରଣ ତୋ ବାପ ଜାଣିଛି କୁକୁରଙ୍କ ପରିସୀମା କଣ ବହୁତ ଚାଇନା ଭିଡିଓ ତୋ ବାପା ଦେଖେ ବୋଧେ ଆଉ ମୋ କାନ ଦେଖାଉଛି ଆର ତରିକା ଦେଖାଉଛି ତୁ ଭିତରକୁ ଗଲେ ସିନା ହଉ ଗଲା ଜମାରେ ଏଇ ଯୋଉ ଖେଞ୍ଚାଟା ଖେଞ୍ଚିଲା ଏଟା ଖେଞ୍ଚିଲା ନା ନିମତ ଗଲା ଏଇ ଖେଞ୍ଚାଟା ଏତେ ଭାଉଜ ମାନେ ଖେଞ୍ଚନ୍ତି ଦିଅର ଯାହା ହଉ ଦିଅର ମାନେ ମନେ ରଖିବା ଦରକାର ଏଇ ଖେଞ୍ଚା ଯୋଉ ଭାଉଜ ଖେଞ୍ଚିଲା ତମେ ସାର୍ଟିଫିକେଟ ପାଇବ ବୋଲି ଧନ୍ୟ ବୁଝିଲେ କିନ୍ତୁ ଆଉ ତୁ ଆଞ୍ଚ ଗରମ କରୁ ଯାଉଛି ଯୋଉ ମତେ ମଦ ବୁଲା କହୁଛନ୍ତି ଖରାପ ହେଇନା ହାଇଲା ଟିକେ ହବ ତୁ ତୋର କହୁଛୁ ତୁ ହାଇଲା ତୁ କଣ କହିବୁ ସେ କଥା ମଦୁଆ କହୁଛି ବୁଝିନି ମଦୁଆଙ୍କ ପାଇଁ ରାଜ୍ୟ ଚାଲିଛି ରାଜ୍ୟର ରାଜସ୍ୱ ବଢାଉଛନ୍ତି ମଦୁଆ ଯୋଉଥିପାଇଁ କି ସରକାର ଚିନ୍ତା କରୁଛନ୍ତି ଆହୁରି 70-80 ମଦ କାଣ୍ଡ ଖୋଲିବେ ଶୃଙ୍ଖଳିତ ଭାବରେ ମଦୁଆ ମଦ ପିଇବେ ଯୋଉ ମଦୁଆ ଡାକିଲା ବେଳକୁ ଆମ ଆତ୍ମସମ୍ମାନ ଯାଉଛି ତେଣୁ ସରକାର ବର୍ତ୍ତମାନ ଚିନ୍ତା କରୁଛନ୍ତି ଆମକୁ ଡେଜିନେସନ ଦେବେ ମଦ
एसीपी अच्छा अल्कोहल कंज्यूमिंग पर्सन तो लोक एसी को सेरेंडर करियम ये सा कोन जानती कदाचा कुछ ଘରେ କିଏ ଅଛନ୍ତି? ସମସ୍ତେ ଶୋଇଛନ୍ତି ମୁଁ ଟିକେ ଆଇଛନ୍ତି ଆଜ୍ଞା ନମସ୍କାର। नमस्कार ଆପଣ ସେ ଗରୁଡବାଳି? साया खुली କଣ? एसी सब लागेନି फासा टांगे फसी खुली ଆପଣ କୋଉଠି କିଛି କଥାବାର୍ତ୍ତା କରୁଛନ୍ତି? ଦେଖନ୍ତୁ ମୁଁ ଜଣେ ଭଦ୍ର ମହିଳା। ଆପଣ କଣ? तमर काई तमर साया काई बा हा एला झरका दे खरा पड़ती तो क्राउड गुडा हाफ बेड भी हाफ बेड भी साया बिची କଣ କହୁଛନ୍ତି? ମୁଁ ମୋ ସାୟା ଖୋଲି କାसे ବସିକା ଆଲୋଚନା କରିବା ହଉ ରୁହନ୍ତୁ ଆପଣ ବ୍ୟସ୍ତ ହୁଅନ୍ତୁନି ମୁଁ ଆଡଜଷ୍ଟ କରିଦେବି। ଆରେ ଶୁଣ ଆଜ୍ଞା ତ ଛଡ଼ା ମୁଁ ଆପଣଙ୍କ ଗେଟକୁ ଦେଖି ଜାଣିସାରିଲିଣି ଆପଣ ଜଣେ ଭଦ୍ର ନମ୍ର ସରଳ ମଣିଷ। ଆପଣ କିଏ ଆପଣ ଯଦି ଏ ଅବସ୍ଥାରେ ଦେଖିଲା ପରେ ମୁଁ କହୁଛନ୍ତି ମୁଁ ଜଣେ ଭଦ୍ର ସରଳ ନମ୍ର ମଣିଷ ପ୍ରକୃତରେ ଆପଣ କିଏ ମୁଁ ଆପଣଙ୍କର କେଉଁ ଅଙ୍ଗକୁ ପ୍ରଥମେ ସ୍ପର୍ଶ କରିବି ଭାବୁ ହାଁ? କେଉଁ ଅଙ୍ଗକୁ ସ୍ପର୍ଶ କରିବି କଣ କେଉଁ ଅଙ୍ଗ ଧରିବା ଦରକାର ନାହିଁ ମୁଁ ଆହୁରି ଦେଖିକି ଆପଣ ଜାଣିସାରିଲିଣି ଆପଣ ବହୁତ ନିର୍ଯାତନା ପାଇଲେଣି ଏମିତି କି ଆପଣ ପୁରୁଷରୁ ନାରୀ ହେଇସାରିଲେଣି। ଭଗବାନ ପ୍ରକୃତରେ ଆପଣ କିଏ ଆପଣ ନାରୀ ନୁହନ୍ତି ଆପଣ ନାରାୟଣୀ ନା ନାରାୟଣ ନୁହନ୍ତି ଆପଣ ତ ସାନ ଭଳି ଗୋଜବାୟାଣୀ ସେରା କଣ କହୁଛନ୍ତି? ଆପଣ କିଏ ମୁଁ ଜାଣିପାରୁନି ଆପଣ କିଏ ହୁଏ ମୁଁ ମିଠୁ ହୁଅନ୍ତି। ମିଠୁ ତୁ ଆଉ କେଳି ଦେଇଥିଲୁ କେଡ଼େ ହେଇଗଲୁଣି ଆଉ ଆପଣ ମତେ ଚିହ୍ନିଛନ୍ତି? ନା ଏବେ ଭଳିଆ କହିଲେ ମୁଁ କେତେ ଛୋଟ ଥିଲି କେତେ ବଡ ହେଇଗଲି। ସମସ୍ତେ ଯେ ଛୋଟ ଥାନ୍ତି ପ୍ରମାଣରେ ବଡ ହୁଅନ୍ତି ତୁ ଅଲରେଡି ବଡ ହେଇଛ ବଡ ହବାର ଚାନ୍ସ ନାହିଁ ଯଦି ବଢିଥାନ୍ତା ଫେବୃଆରୀ 14 ପରେ ବଢିଥାନ୍ତା ଆଉ କାହିଁ ଗଲାଣି ତ ଆଉ ହବନି ଛାଡ ଦେଖନ୍ତୁ ମୁଁ ସଂସାର ଯୋଜନାରୁ ଆସିଛି। ଆଚ୍ଛା। ମୋର ଆପଣଙ୍କୁ କିଛି ପ୍ରଶ୍ନ ପଚାରିବାର ଅଛି। ମତେ ପଣିଟା ଛାଡ଼ିଲେ ଆଉ ଯାବତୀୟ ମୁଁ କହିଦେବି ମ୍ୟାଡାମ ପଢିକି ପଚାରିବିନି ଆପଣ ଜମା ବି ବ୍ୟସ୍ତ ହୁଅନ୍ତି। ମ୍ୟାଡାମ ଆପଣ ମ୍ୟାରେଡ୍ ନା ଅନମ୍ୟାରେଡ୍? ହଁ ଆପଣ ମ୍ୟାରେଡ୍ ନା ଅନମ୍ୟାରେଡ୍? 100 ମୁଁ ପଚାରିଲି ଆପଣ ବାହା ହେଇଛନ୍ତି ନା ନାହିଁ? ଟାଇମ୍ ହଉନି କାହାକୁ ଇଣ୍ଟରେଷ୍ଟ ଟାଇମ୍ ହଉନି ମୁଁ ତାହେଲେ ଆସୁଛି। ରହନ୍ତୁ ଆପଣ ମତେ ପଚାରିଲେ ମେଟେରିଆଲ 100 ଆପଣ ପଳଉଛନ୍ତି ମୁଁ କହିଲି ମୁଁ ବାହା ହେଇନି ଆପଣ ପଳଉଛନ୍ତି ତାପରେ ମୁଁ ଅବେଡ଼ା ଅଛି ବୋଲି ଆପଣ କନଫର୍ମ ହେଲା ପରେ ପଳଉଛନ୍ତି ମୋର ମ୍ୟାରେଡ୍ ପସନ୍ଦ ଦରକାର। କେତେ କଦର୍ଯ୍ୟ ତମ ଚିନ୍ତାଧାରା ମୁଁ ଜାଣିଛି କମ୍ପାନୀଠୁ ଆରମ୍ଭ କରି ସରକାରୀ ସେକ୍ଟରରେ ସମସ୍ତେ ଏକ୍ସପିରିଏନ୍ସ ଥିବା କ୍ୟାଣ୍ଡିଡେଟକୁ ଖୋଜନ୍ତି ଆଜିକାଲି ଅବିହାରୀ ଝିଅଗୁଡାକୁ ବି ଏକ୍ସପିରିଏନ୍ସ ଥିବା ଟୋକା ଖୋଜୁଛନ୍ତି କଣ କହୁଛ? ତମକୁ ଲଜ୍ଜା ନାହିଁ ମୁଁ ତମକୁ କୋଉ ଆସନରେ ବସେଇଥିଲି ନାରାୟଣୀ ଗୋଜବାୟାଣୀ କେତେ ଆସନରେ ବସେଇଥିଲି ତମେ ଏତେ କଦର୍ଯ୍ୟ ବାହାରିବ ବୋଲି ମୁଁ ଚିନ୍ତା କରିନଥିଲି ତମେ ପର ଘଇତାକୁ ଘଇତା କରିବା ପାଇଁ ପ୍ରସ୍ତୁତ ହେଇକି ବୁଲୁଛ ତମକୁ ଲଜ୍ଜା ଲାଗୁନି ତମେ ପର ଭାଇକୁ ରାଣ୍ଡ କରେଇବ ଏଟା ଏତେ କଦର୍ଯ୍ୟ ଛି ବେକାରିଆ କଥାବାର୍ତ୍ତା କରୁଛନ୍ତି। ଆରେ ବାବା ମୋର କହିବାର କଥା ହେଲା ଯୋଉ ପୁରୁଷ କିମ୍ବା ନାରୀ ବିବାହ ବନ୍ଧନରେ ବାନ୍ଧି ହେଇଛନ୍ତି ସେମାନଙ୍କ ଦାମ୍ପତ୍ୟ ଜୀବନ କେମିତି ସୁଖମୟରେ କଟିବ ମୁଁ ସେମାନଙ୍କୁ ଟିପ୍ସ ଦେଇଥାଏ। ଟିପ୍ସ କିଏ ଦବ ତମେ ତ ତମ ଷ୍ଟାଫ ମୁଁ ନିଜେ ତମେ ନିଜେ ସବୁ ହ୍ୟାଣ୍ଡେଲ କରିବ ମାନେ ଦାମ୍ପତ୍ୟ ଜୀବନ କେମିତି ସୁଖମୟରେ କଟିବ ଦାମ୍ପତ୍ୟ ଜୀବନର ମେନ୍ ସୁଖ ସିଆଡୁ ଯାଆନି ତମେ ସତରେ କହିବ Yes. ସତରେ ତାହେଲେ ମୁଁ ବାହାରିଛି ତାହେଲେ ଆପଣଙ୍କ ସ୍ତ୍ରୀ ଦେଖନ୍ତୁ କଣ କରିଦେଲେ ଆପଣ 999 ଥର ଫାଟିଥିବା କିଡନୀଟାକୁ ଆପଣ ଆଉ ଥରେ ଫଟେଇକି 1000 ପୂର୍ଣ୍ଣ କରିଦେଲେ କିଡନୀ ଫାଟ କଣ କେହି ଦେଖିପାରନ୍ତି ସମସ୍ତେ ହୃଦୟ ଫାଟ ଦେଖନ୍ତି ଇଏ ଫାଟକୁ ସେ ଲୋକ ନହେଲେ ଦେଖିପାରିବେ ଇଏ ଫାଟ ଦେଖିବା ପାଇଁ ଲୋଟ ଆଜିକୁ 3 ମାସ ତଳେ ସେମିତି କଣ କରନ୍ତି ଭଲସେ କୁହନ୍ତୁ। ଅସରକାରୀ ପୀଡ଼ିତ ହେଇ ମରିଯାଇଛି Oh no!
ମୋ ସ୍ତ୍ରୀ ମରିଗଲା ପାଖରେ ମୁଁ କୋଉଠି କାନ୍ଦିଲି ଟିକେ ପଡିକି ମୁଁ ଟିକେ ପଡିକି କାନ୍ଦିଲି ମୁଁ ତମ ସ୍କନ୍ଧରେ ପଡିକି କାନ୍ଦିଲି ତମ ସ୍ତ୍ରୀ ମରିଯାଇଥିଲେ अभी मजा आएगा ना भिड़ो ମୁଁ ଟିକେ କାନ୍ଦିବି ରେ ମତେ ଟିକେ ସାହାଯ୍ୟ କର ମୁଁ କାନ୍ଦିବି ବସି କାନ୍ଦିବି ନା ବସି କାନ୍ଦିବି ଅତିଥି ଦେବ ଅତିଥି ବେଶୀ ଦିନ ରହିଲେ ଚାକର ହବ କଣ ଆମର ଆଲୋଚନା କଣ ରହିଲା ଆମର ଆଲୋଚନାକୁ ଯିବା ପୂର୍ବରୁ ଆପଣ କେତୋଟି ପ୍ରଶ୍ନ ରହିବ ଗୌରମାଳୀ ପ୍ରଶ୍ନ କରିବେ ଏବଂ ସେ ପ୍ରଶ୍ନ ଉତ୍ତର ଆପଣ ସଂକ୍ଷିପ୍ତ ଦେବେ ବୋଲି ମୁଁ ଆଶା ରଖିବି ଆପଣ ଠେଲିକି କାହିଁ ପଛରେ ଘଟୁନାହାନ୍ତି ଆପଣଙ୍କର ଯୋଉ ପ୍ରଶ୍ନ ଉତ୍ତର ମୋର ପ୍ରଶ୍ନ ରହିବ ଯଦି କ୍ଷୀରରେ ବାଳ ପଡିଥାଏ ଆମେ କଣ କରିବା ଉଚିତ କଣ କରିବ ମାନେ କ୍ଷୀରର ବାଳଟାକୁ ବାହାର କରିଦେବ କ୍ଷୀରଟାକୁ ଚଅ ଚଅ କରିକି ପିଇଦେବ ଇଏ କଣ କରୁଛନ୍ତି ଯେ ଆଗକୁ ନେବା ଆଲୋଚନାକୁ ସେ ବିଷୟ ଆଉ ଖେଳାନ୍ତୁନି ଆପଣ ଗୋଟେ କାମ କରନ୍ତୁ ଫଡି ମୋ ଉପରେ ପକେଇ ଦିଅନ୍ତୁ କମ୍ଫର୍ଟେବଲ ଆଉ କମ୍ଫର୍ଟେବଲ ହଉନି ଅତିଥି ଦେବ ଆପଣ ଫଡି ପକେଇଲେ ଚଳିବ ଚଢି ପକେଇଲେ ବି ଚଳିବ ଆଲୋଚନା ଆମେ ଆଗକୁ ନେବା କଥା ମୋ ସ୍ତ୍ରୀ ମରିଯାଇଥିଲେ ମତେ ପଚାରୁନାହାନ୍ତି ମୋ ସ୍ତ୍ରୀ ମରିଯାଇଥିଲେ ମତେ ବାରମ୍ବାର ପଚାରିଲେ ମତେ କାନ୍ଦିକି ଭଲ ଲାଗୁଛି ମୋ ସ୍ତ୍ରୀ ମାଲ ପିଇଲା ଚାଣ୍ଡାରେ ଟିକେ ଟିକେ ପିଉଥିଲା ତାପରେ ଗୋଟେ କୁଆଡେ ପିଇଲା କିଛି ନାହିଁ ତାପରେ ସିଗରେଟ ଗୋଟା ଟାଣିଲା ପ୍ଲେନ ସିଗରେଟ ଟାଣୁଥିଲା ଧୀରେ ଧୀରେ ଗଞ୍ଜେଇ ମିଶା ସିଗରେଟ ଟାଣିଲା ମୋ ସ୍ତ୍ରୀଟି ମରିଯାଇଥିବାରୁ ଆଜି ପର୍ଯ୍ୟନ୍ତ ମତେ କେହି ଓନ କହିନି ତମେ କହିଲା ବେଳେ ମତେ ଭଲ ଲାଗୁଛି ତମେ ଜାଣିଛ ନା ତାପରେ ଗଞ୍ଜେଇ ସିଗରେଟ ଟାଣିଲା ଧୂଆଁ ଗୁଡାକ ପାଟି ଛାଡ଼ିଲାନି ସିଏ ସେ ଚାଣ୍ଡାରେ ସବୁ ସାଇଲେନ୍ସର ଦେଇକି ଛାଡ଼ିଲା ଯାହାଫଳରେ ସାଇଲେନ୍ସର କଳା ପଟି ଫୁଟିଗଲା ତାପରେ କଣ କଲା ଜାଣିଛ କାନ୍ଧ କଟା ଗଞ୍ଜି ପିନ୍ଧିକି ମାର୍କେଟରେ ବୁଲିଲା କହୁନ କାନ୍ଧ କଟା ଗଞ୍ଜି ପିନ୍ଧି ବୁଲିଲା ଟୋକା କହିଲେ ଭାଇ ଭାଉଜ କଣ ଆଫ୍ରିକା ଜଙ୍ଗଲକୁ କାକର ଯାକେ ବୁଲୁଛନ୍ତି ଚିନ୍ତା କର ମୋ ସ୍ତ୍ରୀ ପାଖରେ କେତେ ବାଳ ଥିଲା ତାର ଥିବାରୁ ବାଳ ବର୍ଷା ଦଉଥିଲା ପ୍ରବଳ ଜଳ ତମେ ଜାଣିନ ପରିବେଶ ସନ୍ତୁଳନ କରୁଥିଲା ତାପରେ କଣ କଲେ ଜାଣିଛ ତାପରେ ଧୀରେ ଧୀରେ ଗଞ୍ଜେଇ ମିଶା ସିଗରେଟ ଟାଣି ଶେଷରେ ମୋ ସ୍ତ୍ରୀଟି ମରିଗଲା ମୋ ସ୍ତ୍ରୀ ମାନେ ମୋ ଝିଅ ମରିଗଲା ବାପାଙ୍କୁ 3 ମାସ ତଳେ ଦେଖିକି ଯାଇଥିଲି ଭଲ ଥିଲା ହସୁଥିଲା ବୁଲୁଥିଲା ଖେଳୁଥିଲା ଖାଉଥିଲା ପିଉଥିଲା କେମିତି ମଲା ତମ ଝିଅ ମଦ ପିଇକି ମରିଗଲେ ଏ ପ୍ରତାପ ମା ଝିଅ ମଦ ପିଇକିରି ମରିଗଲା ଖାଲି ମଦ ପିଉନଥିଲା ଆଜ୍ଞା ମଦ ସହିତ ବା ସିଗାରେଟ ଟାଣିଥିଲେ ମୋ ଝିଅ ये कौन साधारण सिगरेट ଭିତରେ ଡାଇରେକ୍ଟ ଗଞ୍ଜେଇ ପୁରେଇ ଗଞ୍ଜେଇ ଦେଲା ସେଇଟା ତାଙ୍କ ପାଇଁ କାଳ ହେଇଗଲା ହେଇପରା ତାଙ୍କୁ ସବି ତାଙ୍କୁ ପଚାରୁନାହାନ୍ତି ସେ କହୁଥିଲେ ତାଙ୍କ ସେ କୁଆଡେ 3 ମାସ ତଳେ ମରିଗଲେ ମୋ ଝିଅ ଗଲାଣି ମତେ ଟିକେ ଖବର ଜଣେଇଲୁ କେବଳ ଆପଣଙ୍କୁ ସମ୍ମାନ ଦେଇକି ଜଣେଇ ନଥିଲି କାରଣ ଆପଣ ଯୋଉ ଲେବୁଲ ଭଲ ପାଆନ୍ତି ଆପଣ ଝିଅ ଆପଣ ଦିନ ରାତି 24 ଟାଇମ ଦେଇ ଜଣେଇ ନଥିଲି ବାପା ଆଇଁଷ ପାଇଥାନ୍ତି ସେତିକି ବି କରେଇଦେଲେ ସବୁ ଯାକ ଅତ୍ୟାଚାରକୁ ମୋ ଝିଅ ସହିଗଲ ଶୋଇଛନ୍ତି ଆଜ୍ଞା ବହୁତ ଶୋଇଛନ୍ତି ଛାଡ଼ିଛନ୍ତି ତମ ଝିଅ କଣ କରୁଛି ତମ ଝିଅ ମଦରେ ଛାଡ଼ି ଘରକୁ ଆସି ଫ୍ରିଜ ଡୋର ଖୋଲି ମୁତ କିନ୍ତୁ ବାପା ତମ ଝିଅ ଆଜି ମରିକି ସ୍ୱର୍ଗରେ ହେଲାଣି ତା ଅମର ଆତ୍ମାର ସଦ୍ଗତି ପାଇଁ ମୁଁ ସମସ୍ତଙ୍କୁ ଅନୁରୋଧ କରିବି ଗୋଟିଏ ଓଳି ନିରବ ପ୍ରାର୍ଥନା କରିବା ପାଇଁ ଓଳି ନିରବ ପ୍ରାର୍ଥନା ହବ ତାର ଯୋଉ ଆତ୍ମା ସେ ସ୍ୱର୍ଗ ପ୍ରାପ୍ତି ହବ ନାହିଁ ମିନିଟିଏ 2 ମିନିଟରେ ହବନି ବୁଝିପାରୁଛ ନା କଥା କିନ୍ତୁ ଆଜି ପର୍ଯ୍ୟନ୍ତ ମୋ କନଫ୍ୟୁଜ ବାପା ଅଛି ତମ ଝିଅ ଫ୍ରିଜ ଡୋର ଖୋଲିକି ମୋତେ କେମିତି ମୁଁ ତମ ଝିଅକୁ ବାହା ହେଇଥିଲି ତମ ବଡ ପୁଅକୁ ଖାଲି କଣ ମୁତନ୍ତି ଏ ବାବୁଙ୍କ ହାତ ବେড়ে
କିଛି କରୁନଥିଲେ କିଛି କରୁନଥିଲି କାହିଁକି କରୁନଥିଲେ କେବଳ ଆପଣ ସମ୍ମାନ ନେଇକି ଆଁ? ମାନେ ଆପଣ ବାପା ମୋ ବାପା ମରିଯାଇଛି ନା ଆପଣ ହଉଛନ୍ତି ମୋ ବାପା କିନ୍ତୁ ମୋ ବାପା ଗଲା ହେଲା କହିଦେଇଥିଲେ କହିଲା ବାପାରେ ମୁଁ ମରିଯାଉଛି ଶ୍ୱଶୁରଙ୍କୁ ବାପା ଆସନରେ ବସେଇବି କିନ୍ତୁ ତାକୁ ମା ବୋଉଟା କରିବାର ସୁଯୋଗ ଦଉନି ଆଉ ସିଏ ଚାଲିଛି ବି ଆପଣ କହିବେନି ମୋ ବୋଉଟା ମୋ ବାପା ପଛେ ପଛେ ମରିଗଲା ଜାଣିଛନ୍ତି ଅଙ୍କଲ ମତେ ବଡ ଛୋଟ ପିଲା ଭଳିଆ ଜୋରସେ କୁଣ୍ଡେଇ ଆଚ୍ଛା ତମର ପ୍ରବଳ ମାତ୍ରାରେ ବହି ଦେଇଥିବ ଲୁହ ନା ଲୁହ ମାନେ ଆଉ କହୁନାହାନ୍ତି ଲୁହ ମାନେ କହିବା କଥା ଆମେ ତ ଯାହା କାହାକୁ କହୁଥିଲୁ ସେ ଲୋକ ନାହିଁ ଆମେ ବୋହିକି ଯାଇକି ପଡିବୁ କହୁଛି ସେ ଆସୁନାହାନ୍ତି ଖାଲି ଆଖି ମନରେ ଜକେଇକି ରହିଯାଉଛନ୍ତି କାନ୍ଦୁଛନ୍ତି କଥାରେ କଷ୍ଟ ହଉଛି ତମ ସିରି ସିନା ମରିଗଲେ ଗଲା ବେଳକୁ ଛାୟା ଖଣ୍ଡା ନେଇଯାଇଛି ଏଇ ଛାୟାଖାନା ମୁଁ ଚିନ୍ତା କରୁଛି ମ୍ୟୁଜିୟମରେ ଦେଇଦେବି ଗଭର୍ଣ୍ଣମେଣ୍ଟ ମ୍ୟୁଜିୟମ ମୁଁ ଜାଣନ୍ତି କଥା ମୋ ନମ୍ବର ଆପଣ ପାଖରେ ଅଛି ଆପଣ ଯଦି କେବେ ସଂସାର କରିବାର ଇଚ୍ଛା ହୁଏ ତାହେଲେ ମୋ ପାଖକୁ ଆସିବେ ମୁଁ ଟିପ୍ସ ଦେବି ଇଚ୍ଛା ଧୀରେ ଧୀରେ ହେଲାଣି ବା ହେଲାଣି ଟାଇମ୍ ହେଲାଣି ଓନ କୋନ ଓ ନୋ ଓୟା ଓ ନୋ ଓୟା ଆସୁଛି ଡାଇନୋସର ଆଇଲା ବା ଆୟା ମତେ ଅନେକ କଥା କହୁ ସେଟା କଣ ଅନେକ କଥା କଣ କହୁଥିଲେ ମୋ ସ୍ତ୍ରୀ ମରିଛି ଆଉ ମୁଁ କିଏ ଠିଆ ହେଇଛି କିଏ ଓୟା ଚୁକୁଡିକା ଆଉ କଣ କହୁଥିଲେ ସିଗାରେଟରେ ଗଞ୍ଜେଇ ପଡିଛନ୍ତି ଅନାଲୁ ଏ ମା ମଦ ପିଉଥିଲୁ ଦେଶୀ ନା ବିଦେଶୀ ପଚାରୁ ଦେଶୀ ନା ନା ବିଦେଶୀ ନବୁ ଗଲା କିଏ କହିଲା କି ତମେ ଟିକେ ଆଉ କହୁଛ ମୁଁ ସେଇ ଭାଷା ଶୁଣୁଛି ମୁଁ କିଛି ଆଉ କହିନି କିଏ କହିଲା ଯାହା କହିଛନ୍ତି ବାପା କହିଛନ୍ତି ବାବା କହିଲେ ମୋ ଝିଅଟି ଆଜି 3 ମାସରେ ବର୍ଷ ପରେ ପଡି ମରିଯାଇଛି ମୋ ଝିଅ ବୋଲି କହି ତାକୁ ଟିକେ କୁଣ୍ଡେଇ କହିଲି ସେ ପର ଝିଅଟାକୁ ମୋରି ସାମ୍ନାରେ କୁଣ୍ଡଉଥାନ୍ତି ମୁଁ କହିଲି ବାପା ଇଏ କଣ କରୁଛ ଗୋଟେ ପର ଝିଅକୁ କୁଣ୍ଡଉଛି କହିଲା ନା ମୋ ଝିଅ ମରିଯାଇଛି ବାପା ଏଇ ବସରେ ଛି ଏ ରାତି ଛୁଆ ମଦର ତମେ ଗୋଟା ଘୋଡ଼ା ମଦୁଆ ବାବୁ ଦେହ ପଡି ତୋ ବାପାକୁ ତୁ ସନ୍ଦେହ କରୁଛୁ ମୁଁ ମଦୁଆ ଆଉ କଣ ମୁଁ ମଦୁଆ ହେଲେ ତମେ ରାଣ୍ଡୁଆ ତୋ ମା ଘୋଡ଼ା ତମେ କୋଉ ହିସାବରେ କୁଣ୍ଡଉଥିଲ ଜ୍ୱାଇଁ ସାମ୍ନାରେ ମାର ମତେ ମାରି ମତେ ମାରି ଦିଅ ତଥାପି ସତ କହିବାକୁ ପଛେଇବି ନାହିଁ ମାର ମତେ କଣ ଖାଇକି ମତେ ଏମିତି ବଦନାମ କରୁଛୁ ରେ କଣ ପାଇଁ ମୋ ଝିଅ ଆଗରେ ମିଛ କଥା ନ କହିଯାଉ କଣ ପାଇଁ କହିଲି କହିବି କଣ ପାଇଁ କହିବ କାହିଁକି ମିଛ କରି କହିବି କହୁନା ନେକ୍ସଟ ସିନରେ କହିବି